বন্ধু আজি আসন্তু শুনিবা গোটে সুন্দর নীতি শিক্ষা কাহিনীটিଏ। গঙ্গা নদী কূଳରେ বର ଓସ୍ତ ଦୁଇଟି ଗଛ ଥାଏ। ଜଣେ ବାବା ପ୍ରତିଦିନ ଗଙ୍ଗା ନଦୀରେ ସ୍ନାନ କରି সেই ବୃକ୍ଷ ତଳେ ଧ୍ୟାନ କରନ୍ତି। ସେଦିନ ମଧ୍ୟ ବାବାଜୀ ଗଙ୍ଗା ନଦୀରେ ସ୍ନାନ କରି ସେ ବୃକ୍ଷ ତଳେ ଧ୍ୟାନ କରୁଥାନ୍ତି। ବାବାଜୀ ଜଣକ ତ୍ରିକାଳଦର୍ଶୀ, ତିନି କାଳର କଥା ସେ ଜାଣିପାରନ୍ତି। ସେହି ଗଛରେ ଗୋଟିଏ ମାଙ୍କଡ଼ ବାସ କରୁଥିଲା। ପ୍ରତିଦିନ ଏଣେ ତେଣେ ବୁଲିବାଲି ଖାଏ। ରାତି ହେଲେ ସେହି ଗଛରେ ରୁହେ। ଦିନେ ବାବାଜୀ ଧ୍ୟାନରେ ବସିଥାନ୍ତି, ମନେ ମନେ ଧ୍ୟାନ କରୁଥାନ୍ତି। ଓಂ ନମଃ ଭଗବତେ ବାସୁଦେବାୟ। ଓಂ ନମଃ ଭଗବତେ ବାସୁଦେବାୟ। ଏମିତି ଜପ କରି ଧ୍ୟାନରତ ଥାନ୍ତି। ସେହି ସମୟରେ ସେହି ଗଛ କୋରଡ଼ରେ ଥିବା ମାଙ୍କଡ଼ଟି ବାବାଜୀଙ୍କ ବାମ ପାର୍ଶ୍ୱରେ ବସି ହାତ ଯୋଡ଼ି ଧ୍ୟାନ କରିବାକୁ ଲାଗିଲା। ହଠାତ୍ ବାବାଜୀଙ୍କ ଧ୍ୟାନ ଭଗ୍ନ ହୋଇଗଲା। ବାବାଜୀ ଚତୁର୍ଦିଗକୁ ଚାହିଁ ଦେଖିଲେ ତାଙ୍କ ବାମ ପାର୍ଶ୍ୱରେ ଗୋଟିଏ ମାଙ୍କଡ଼ ବସି ଧ୍ୟାନ କରୁଛି। ବାବାଜୀ ସେ ମାଙ୍କଡ଼ଟିର କଥା ବୁଝିପାରିଲେ। ତାପରେ ତାଙ୍କ କମଣ୍ଡଳରୁ କିଛି ପାଣି ଆଣି ମାଙ୍କଡ଼ ଉପରେ ଛିଞ୍ଚି ଦେବାରୁ ମାଙ୍କଡ଼ର ଧ୍ୟାନ ଭଗ୍ନ ହେଲା। ମାଙ୍କଡ଼ ଦେଖିଲା ତା ଆଗରେ ବାବାଜୀ ଠିଆ ହୋଇ ତାଙ୍କୁ ଆଶୀର୍ବାଦ କରୁଛନ୍ତି। ହଠାତ୍ ମାଙ୍କଡ଼ ବାବାଜୀଙ୍କ ଚରଣ ଧରି ପ୍ରଣାମ କଲା। କହିଲା, ମହାପ୍ରଭୁ, ମୁଁ ବହୁତ ଦିନ ହେଲା ଏଇ ଗଛରେ ରହିଲି। ଏଣେ ତେଣେ ବୁଲି ଖାଏ। ଏକୁଟିଆ ରହିବାକୁ ଆଉ ଭଲ ଲାଗୁନି। ବାବା, ମାଙ୍କଡ଼ ଜନ୍ମ ବହୁ କଷ୍ଟକର। ମୋତେ ମଣିଷଟିଏ କରିଦିଅ। ମୁଁ ଗାଁ କିମ୍ବା ସହରରେ ରହିବି, କାମ କରି ପେଟ ପୋଷିବି। ତାପରେ ବାବାଜୀ ମଥୁରା ପାଣି ଛିଞ୍ଚି ତାକୁ ମାଙ୍କଡ଼ରୁ ମଣିଷଟିଏ କରିପାରିବେ। ମାଙ୍କଡ଼ଟି ଖୁସି ହୋଇ ସେଠାରୁ ଚାଲିଗଲା। ସତରେ ବାବା ମୋ ପାଇଁ ଭଗବାନଙ୍କ ଠାରୁ କିଛି କମ୍ ନୁହନ୍ତି। ଓଃ, କି ଶାନ୍ତି! ଏମିତି କିଛି ଦିନ ଚାଲିଗଲା। ମଣିଷଟି ଏମିତି ବୁଲି ବୁଲି କିଛି ଦିନ ପରେ ଗୋଟିଏ ଗାଁରେ ଯାଇ ପହଞ୍ଚିଲା। ଆଉ ସେଇ ଗାଁରେ ରହିବ ବୋଲି ଚିନ୍ତା କଲା। ଘର ନାହିଁ କି ଦ୍ୱାର ନାହିଁ। ଏକାକୀ କି ପରିବାର ରହିବ? କଣ ବା କାମ କରିବ? କିଏ ବା ତାକୁ କାମକୁ ଡାକିବ? କେହି ବି ଚିହ୍ନା ଜଣା ନାହାନ୍ତି। ମଣିଷଟି ଚିନ୍ତାରେ ପଡ଼ିଲା। ଯାହା ହେଉ, କୌଣସି ମତେ ଦୁଃଖ କଷ୍ଟରେ 3 ମାସ କଟିଗଲା। ତାପରେ ଶ୍ରାବଣ ମାସ ଆରମ୍ଭ ହେଲା। ବର୍ଷା ଝଡ଼ି ଲାଗି ରହିଲା। କାଦୁଅ ପଙ୍କରେ ବିଲ ବାଡ଼ିରେ କାମଧନ୍ଦା କରିବା ବହୁତ କଷ୍ଟକର ହୋଇପଡ଼ିଲା। ଅଭାବ ଅନାଟନ ଲାଗି ରହିଲା। ଦିନେ ଖାଇଲେ ଦିନେ ଉପାସ। ଜୀବନ ଧାରଣ କରିବା ତା ପକ୍ଷରେ ଅସମ୍ଭବ ହୋଇପଡ଼ିଲା। ହଉ, ଦୁଃଖ ତ ମୋ ଭାଗ୍ୟରେ ଲେଖା। ଆଉ ତାପରେ କିଛି ବାଟ ଚାଲି ଚାଲି ଗୋଟିଏ ସହରରେ ପହଞ୍ଚିଲା। ଆଚ୍ଛା, ହଉ। ସହରରେ ଏଣେ ତେଣେ ବୋଲି କାମ ଖୋଜିଲା। ତାଙ୍କ ଦ୍ୱାରା କଣ ବା କାମ ହୋଇପାରିବ? ସିଏ ତ କିଛି କାମ ଜାଣିନାହିଁ। ସତରେ ଏ ମଣିଷ ଆଜି ହୃଦୟହୀନ ହୋଇଯାଇଛି। ତା ପାଖରେ ଆଜି ଦୟା ମାୟା ବୋଲି କିଛି ନାହିଁ। ପେଟର ଜ୍ୱାଳା ସହି ନ ପାରି ଘରେ ଘରେ ବୁଲି ମାଗି ଖାଇଲା। ସହରର ଲୋକ ସବୁ ମାଗି ଖାଇବାରୁ କର୍ମ କୋଢ଼ିଆ ବୋଲି କହିଲେ। କିଛି ଲୋକ ମାଡ଼ପିଟି ମଧ୍ୟ କଲେ। ମଣିଷଟି ମାଡ଼ ଗାଳି ଖାଇ
ପୁନର୍ବାର ବାବାଜୀଙ୍କ ପାଖକୁ ଯାଇ ବାବାଜୀଙ୍କୁ କହିଲା, ପ୍ରଭୁ, ଇଏ ମଣିଷ ଗୁଡାକ ମଣିଷ ଚିହ୍ନି ପାରୁନାହାନ୍ତି। ଟିକେ ଟିକେ କଥାରେ ମାଡ଼ପିଟି କରୁଛନ୍ତି। ମୁଁ କିଛି କାମଧନ୍ଦା ଜାଣିନଥିବାରୁ ଖାଇବାକୁ ପାଉନି। ବାବା, ଏଠି ମଣିଷ ହୋଇ ବଞ୍ଚିବା ଭାରି କଷ୍ଟକର। ତେଣୁ ମୋତେ ଆପଣ ମଣିଷରୁ ଗୋଟିଏ ଷଣ୍ଢ କରିଦିଅନ୍ତୁ। ମୁଁ ଷଣ୍ଢ ହୋଇ ଗୋଚର କ୍ଷେତ, ଗାଁ ଗଣ୍ଡା ଯେଉଁଆଡ଼େ ପାରିବେ ଚରି ବୁଲି ଦିନ କଟାଇ ଦେବି। ମୋତେ କେହି ବାନ୍ଧି ରଖିପାରିବେ ନାହିଁ। ରାତି ହେଲେ ମହାଦେବ ମନ୍ଦିର ବେଢ଼ାରେ ଆରାମରେ ଶୋଇବି। ଦିନ ଗୁଡ଼ିକ ଖୁସିରେ ମୋର କଟିଯିବ। କଥାରେ ଅଛି, ରାଣ୍ଡକୁ ଲଗା ନାହିଁ କି ଷଣ୍ଢକୁ ପଘା ନାହିଁ। ତେଣୁ ଅବଶିଷ୍ଟ ଜୀବନ ଏଇ ଷଣ୍ଢ ହୋଇ କଟାଇ ଦେବି। ଓମ୍ ହିଂ କ୍ଲିଂ ଫଟ୍। ବାବାଜୀ ମଣିଷ ଉପରେ ପୁଣି ମନ୍ତୁରା ପାଣି ଛିଞ୍ଚି ତାକୁ ଷଣ୍ଢ କରିଦେଲେ। ଦେଖେ ତାକୁ। ଯାହା ହେଉ, ଷଣ୍ଢ ଜୀବନଟା ମୋର ବହୁତ ଖୁସିରେ କଟିବ। ଲୋକମାନେ ମୋତେ ମହାଦେବଙ୍କ ବାହନ ଭାବି ଭକ୍ତି କରିବେ। ଷଣ୍ଢଟି ପ୍ରତିଦିନ ଅନ୍ୟର ଫସଲ କ୍ଷେତରେ ପଶି ପେଟେ ପେଟେ ଖାଏ। ଓ ପେଟ ପୁରି ଗଲେ ଆସି ମହାଦେବ ମନ୍ଦିର ବେଢ଼ାରେ ଆରାମରେ ଶୋଇପଡ଼େ। ଏହିପରି କିଛି ଦିନ ଚାଲିଗଲା। ଯେଉଁ କ୍ଷେତ ମାଲିକ ଜମିରେ ପଶି ଫସଲ ନଷ୍ଟ କଲା, ତାକୁ ସେ ଗୋଡ଼େଇ ଗୋଡ଼େଇ ବାଉଁଶ ଠେଙ୍ଗାରେ ପିଟିଲେ ଓ ଘଉଡ଼ାଇ ଗାଁ ପାରି କରିଦେଲେ। ଷଣ୍ଢଟି ମାଡ଼ ଖାଇ ମନ୍ଦିର ବେଢ଼ାରେ ରାତିରେ ଶୋଇ ମନ ଦୁଃଖରେ ଭାବିବାକୁ ଲାଗିଲା, ନା ନା, ଇଏ ଯାହା ସବୁ ହେଉଛି ତାହା ସବୁ ଠିକ ନୁହେଁ। ମୁଁ ଭାବିଥିଲି ଷଣ୍ଢ ମହାଦେବଙ୍କ ବାହନ, ସେଥିପାଇଁ ସମସ୍ତେ ମୋତେ ସମ୍ମାନ କରିବେ। କିନ୍ତୁ ପ୍ରତିଦିନ କ୍ଷେତ ମାଲିକ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରୁଛି। ଏମିତି ମାଡ଼ ଆଉ ସହି ହେଉନାହିଁ। ତେଣୁ ଷଣ୍ଢରୁ ଯଦି ଗୋଟିଏ କୁକୁର ହୋଇଯାଆନ୍ତି, ତାହେଲେ ଘର ମାଲିକ ମୋତେ ଭଲ ଖାଇବାକୁ ଦିଅନ୍ତା ଓ ମୁଁ ତା ଘରେ ଜଗି ରହନ୍ତି। ଏହା ଭାବି ଆଉ ଥରେ ସେ ବାବାଜୀଙ୍କ ପାଖକୁ ଗଲା। କହିଲା, ପ୍ରଭୁ, ଏଠି ଷଣ୍ଢ ହୋଇ ଚଳିବା ବଡ଼ କଷ୍ଟକର। ପ୍ରତିଦିନ କ୍ଷେତ ମାଲିକ ମୋତେ ମାଡ଼ ଗାଳି ଦେଉଛି। ତେଣୁ ମୋତେ ଷଣ୍ଢରୁ ଗୋଟିଏ କୁକୁର କରିଦିଅନ୍ତୁ। ମୁଁ ମୋ ଖାଉନ୍ଦ ଘରେ ରହି ଆରାମରେ ଖାଇବି ଓ ତା ଘର ଜଗିବି। ମୋର ଖାଇବା ଶୋଇବା ହୋଇଗଲେ ମୋର ଆଉ ଚିନ୍ତା କ'ଣ? ଆଉ ଅବଶିଷ୍ଟ ଜୀବନ ମୁଁ କୁକୁର ହୋଇ କଟେଇ ଦେବି। ତାପରେ ବାବାଜୀ ତାକୁ ମନ୍ତ୍ର ପାଣି ଛିଞ୍ଚି ପୁଣି ଷଣ୍ଢରୁ କୁକୁର କରିଦେଲେ। ଦେଖେ ତାକୁ। କୁକୁରଟି ଯାଇ ଗୋଟିଏ ବାବୁ ଘରେ ରହିଲା। କୁକୁରଟି ହୃଷ୍ଟପୃଷ୍ଟ ଥିବାରୁ ବାବୁ ଜଣକ ତାର ଖାଇବା ପିଇବା ଓ ରହିବା ଖବର ବୁଝିଲେ। କୁକୁରଟି ଭାବିଲା, ଯାହା ହେଉ, ଭଗବାନ ମୋର ଡାକ ଶୁଣିଛନ୍ତି। ମୁଁ ଏଠି ଆରାମରେ ଖାଇ ଶୋଇ ବସି କଟାଉଛି। ଏଥର ଅବଶିଷ୍ଟ ଜୀବନ କୁକୁର ହୋଇ କଟାଇବି। ଏହିପରି କିଛି ଦିନ ଚାଲିଗଲା। କୁକୁରଟି ଯୌବନରୁ ବାର୍ଦ୍ଧକ୍ୟ ଅବସ୍ଥାକୁ ଗତି କଲା। ତାର ଆଖିକୁ ଆଉ ବେଶୀ ଦେଖାଗଲା ନାହିଁ। ତା ଚର୍ମ ଧୋଡକା ହୋଇଗଲା। କୁକୁରଟି ପୂର୍ବ ସୌନ୍ଦର୍ଯ୍ୟରୁ ବଞ୍ଚିତ ହେଲା। ତା ମାଲିକ ତାକୁ ଆଉ ଯତ୍ନ କଲା ନାହିଁ। କିଛି ଦିନ ପରେ ତାକୁ ଘରୁ ବାହାର କରିଦେଲା। ବୁଢା ହୋଇଯାଇଥିବାରୁ ସିଏ ଆଉ ଯିବ କୁଆଡେ? ଖାଇବ କ'ଣ? ଏଣେ ତେଣେ ବୁଲି ଖାଇବାକୁ ନ ପାଇବାରୁ ବିଷ୍ଟା ଓ ଅଇଁଠା ପତ୍ର ଚାଟିଲା। ତାକୁ ଅନ୍ୟ କୁକୁରମାନେ ଦେଖି କାମୁଡିବାକୁ ଗୋଡାଇଲେ। ସେ ମନେ ମନେ ଭାବିଲା,
ଏଠି ଆଉ କୁକୁର ହୋଇ ରହିହବ। ଏ କୁକୁର ଜୀବନ ମଧ୍ୟ ବହୁତ କଷ୍ଟକର। ଏବେ ଏବେ ଏ କୁକୁର ଜୀବନକୁ ନେଇ ମୁଁ ଯାଉଛି ବାବାଙ୍କ ପାଖକୁ ଯିବି। ତାଙ୍କୁ ମୋର ଦୁଃଖ ଜଣାଇବି। ହଁ ହଁ, ତାଙ୍କୁ ମୋର ଦୁଃଖ ଜଣାଇବି। ଲମ୍ବ ହୋଇ ପାଦ ତଳେ ପଡ଼ିଗଲା। ପ୍ରଭୁ, ଶେଷ ଥର ପାଇଁ ମୋତେ ସେଇ ମାଙ୍କଡ଼ କରିଦିଅ। ମୁଁ ଅବଶିଷ୍ଟ ସମୟ ସେଇ ମାଙ୍କଡ଼ ଅବସ୍ଥାରେ କଟାଇଦେବି। କୁକୁର ଅବସ୍ଥା ମଧ୍ୟ ସବୁଠାରୁ କଷ୍ଟକର। ଶେଷରେ ଅଇଁଠା ପତ୍ର ଚାଟିବାକୁ ପଡ଼େ, ବିଷ୍ଟା ଖାଇବାକୁ ପଡ଼େ, ଅନ୍ୟ କୁକୁରମାନଙ୍କ ଠାରୁ କାମୁଡ଼ା ମଧ୍ୟ ଖାଇବାକୁ ପଡ଼େ। ତେଣୁ ବାବା, ଆପଣ ମୋର ଶେଷ ଅନୁରୋଧ ରକ୍ଷା କରନ୍ତୁ। ମୁଁ ଯେଉଁ ମାଙ୍କଡ଼ ଥିଲି ମୋତେ ସେଇ ମାଙ୍କଡ଼ କରିଦିଅନ୍ତୁ। ମାଙ୍କଡ଼ ଅବସ୍ଥାରେ ମୁଁ ଏ ଗଛରୁ ସେ ଗଛକୁ ଡେଇଁ କେତେ ମିଠା ମିଠା ଫଳ ଖାଉଥିଲି। ସେତେବେଳେ ମୁଁ ବହୁତ ଖୁସିରେ ଥିଲି। ଅଧିକ ଖୁସି ଆଶାରେ ମୁଁ ବହୁତ ଦୁଃଖ ପାଇଲିଣି ବାବା, ମୁଁ ବହୁତ ଦୁଃଖ ପାଇଲିଣି। ମୋତେ ଦୟା କର ବାବା, ମୋତେ ଦୟା କର। ହଉ, ତୋର ଯଦି ଶେଷ ଇଚ୍ଛା ଏୟା, ତାହେଲେ ଠିକ୍ ଅଛି। ତୁ ସେଇ ପୁରୁଣା ମାଙ୍କଡ଼ ଅବସ୍ଥାକୁ ଫେରିଯା। ଓଁ ହିଂ କ୍ଲିଂ ଫଟ୍। ବାବାଜୀ କୁକୁରକୁ ମାଙ୍କଡ଼ କରିଦେଲେ। ତେଣୁ ବନ୍ଧୁ, ଭଗବାନ ଆମକୁ ଯେଉଁ ରୂପରେ ଗଢ଼ିଛନ୍ତି ତାହା ହିଁ ନିଜ ପାଇଁ ଶ୍ରେୟସ୍କର। ଆମକୁ ଯାହା ମିଳିଛି, ଯେତିକି ମିଳିଛି ସେତିକିରେ ସନ୍ତୁଷ୍ଟ ହେବା ଦରକାର। ଆବଶ୍ୟକତା ଠାରୁ ଅଧିକ ଲୋଭ କଲେ ଶେଷରେ ଏହି ଅବସ୍ଥା ହେବାକୁ ପଡ଼େ। ଜୟ ଜଗନ୍ନାଥ। ନମସ୍କାର।